ଗୋବିନ୍ଦ 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 ପଦଙ୍ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜ ନାରୀ। ସେ ବ୍ରଜ ନାରୀଙ୍କ ପୟରେ ଚିତ୍ତମ ଥାଉ ନିରନ୍ତରେ, ଚିତ୍ତମ ନିରନ୍ତରେ ଥାଉ। ହା କୃଷ୍ଣ ବୋଲି ଯିବ ଯାଉ, ହା କୃଷ୍ଣ ବୋଲି ଯାଉ ଯିବ, ମୋତେ ଉଦ୍ଧର ରାଧା ଧବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ନମସ୍କାର ବନ୍ଧୁଗଣ, ସନାତନ ଦର୍ପଣର କାର୍ଯ୍ୟକ୍ରମକୁ ମୁଁ ରବୀନ୍ଦ୍ର କୁଲ୍ହାରୀ ଆପଣମାନଙ୍କୁ ସ୍ୱାଗତ କରୁଛି ଏବଂ ଆପଣମାନେ ଏହି ସଂସ୍କାରଧର୍ମୀ କାର୍ଯ୍ୟକ୍ରମରେ ସହଯୋଗ କରନ୍ତୁ। ଜୟ ଜଗନ୍ନାଥ। ଜୀବ ମାରି ଯେ ଜୀବ ପୋଷେ, ସେ ଜୀବ ବୈକୁଣ୍ଠରେ ବସେ। ଓଡ଼ିଆ ଭାଗବତର ଏହା ଏକ ପଦ। ଓଡ଼ିଆ ଭାଗବତର ସ୍ରଷ୍ଟା ଅତି ବଡ଼ି ଶ୍ରୀ ଜଗନ୍ନାଥ ଦାସ ତାଙ୍କ ମାଙ୍କ ପାଇଁ ସଂସ୍କୃତରୁ ଅନୁବାଦନ କରି ସେ ଅତି ବଡ଼ି ଉପାଧି ପାଇଥିଲେ। ତାଙ୍କ ମାଙ୍କର ପାଇଁ ହିଁ, ଇଚ୍ଛା ପାଇଁ ହିଁ। ଆପଣମାନେ ଯଦି ପିତାମାତାଙ୍କ ଇଚ୍ଛା ଅନୁସାରେ କାମ କରିବେ, ନିଶ୍ଚିନ୍ତ ଉନ୍ନତିର ଶୀର୍ଷ ମାର୍ଗରେ ପହଞ୍ଚି ପାରିବେ, ଆପଣଙ୍କର ଇଚ୍ଛା ପୂରଣ ହେବ। ଆସନ୍ତୁ ଜାଣିବା ଏହି ପଦଟିର ଅର୍ଥ କ'ଣ। ଏହାକୁ ଆମେ ତିନୋଟି ଅର୍ଥରେ ବିଭକ୍ତ କରିବା। ମୂର୍ଖାମୀ ଭାବରେ ଆମେ ଏହାର ଅର୍ଥ କ'ଣ ନେବା ଏବଂ ଗୋଟେ ପାଣ୍ଡିତ୍ୟ ହିସାବରେ କ'ଣ ନେବା ଏବଂ ଏହାର ଗୁପ୍ତ ତତ୍ତ୍ୱ କ'ଣ ଅଛି ତାକୁ ମଧ୍ୟ ଆମେ ଜାଣିବା। ଏହି ତିନୋଟିକୁ ବିଚାର କରିବା ଆଜିର ବିଷୟବସ୍ତୁ। ଆସନ୍ତୁ ଜାଣିବା ମୂର୍ଖାମୀ ହିସାବରେ ଏହାର ଅର୍ଥ କ'ଣ। ଏହାର ଅର୍ଥ ହେଉଛି ଜୀବ ମାରି, ଅର୍ଥାତ୍ ଜୀବ ମାରିତେ ହେଲେ ତୃଣଭୋଜୀକୁ ମାରିକି ମାଂସାଶୀକୁ ଆହରଣ, ଅର୍ଥାତ୍ ଆମେ ମନୁଷ୍ୟ ସର୍ବାହାରୀ। ସିଏ ଭାବୁଛି ଯେ ଆମେ ଜୀବ ମାରିକି ଆତ୍ମା ଶାନ୍ତି କଲେ ଆମେ ବୈକୁଣ୍ଠ ପ୍ରାପ୍ତି ହେବ, କିନ୍ତୁ ଏହା ଠିକ୍ ନୁହେଁ। ଏହା କହିବାର ଉଦ୍ଦେଶ୍ୟ ମୋର, ଏହାର ଅନ୍ୟ ଏକ ଉଦ୍ଦେଶ୍ୟ ଅଛି। ଆମେ ଅଜାଣତରେ ଗାଈ ଯେତେବେଳେ ବାଛୁରୀ ପାଖରୁ କ୍ଷୀର ଖାଉଛି, ତା ମୁହଁରୁ କ୍ଷୀର ଛଡ଼େଇ ତାର ପେଟ ପୁରୁନି, ସେ ଶୁଖି ଶୁଖି ମରିଯାଉଛି, କିନ୍ତୁ ଆମେ ସେଇ କ୍ଷୀରକୁ ବିକୁଛେ କିମ୍ବା କୁକୁର ବିଲେଇକି ଦେଉଛେ। ଏହା ଆମର ଅଧର୍ମ। ଏହି ଅଧର୍ମ ପ୍ରତି ଦୂରେଇ ରହିବେ। ଏହାଦ୍ୱାରା ଚାନ୍ଦ୍ରାଣଠୁ ବଡ଼ ପାପ ଲାଗିବ। ଯଦି ଆପଣମାନେ ଏଭଳି କେହି ମନରେ ଆସୁଛି ଯେ ହୁଏତ ଏହା ପାପ ହେବ, ତେଣୁ ଆପଣ ଏହାଠାରୁ ନିଶ୍ଚିନ୍ତ ଦୂରେଇ ରହିବେ। ଦ୍ୱିତୀୟରେ ଆମେ ଦେଖିବା ଏହାର ଅର୍ଥ ବି କେହି କେହି କୁହନ୍ତି ଯେ ଏଇ ବାଛୁରୀଠାରୁ ଆହାର ଛଡ଼େଇ ଯଦି ଆମେ କୁକୁର ବିଲେଇକୁ ଦେବା, ତାହେଲେ ଏହା ଗୋରୁ ମାରି ଶାଗୁଣା ପୋଷିବା ସଦୃଶ୍ୟ। ଆସନ୍ତୁ ପଣ୍ଡିତ ହିସାବରେ ଏହାର ଅର୍ଥକୁ ନେବା। ପାଣ୍ଡିତ୍ୟ ହିସାବରେ ହେଉଛି ଆମେ ଗୋଟେ ଜୀବ, ଆମେ ମନ ଦ୍ୱାରା ସଂଚାଳିତ। ମନକୁ ସଂଯମ କରିପାରିଲେ ଆମେ ନିଶ୍ଚିନ୍ତ ଭାବରେ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ ଧାରଣ କରିପାରିବା। ଯଦି ମନକୁ ଆମେ ଲଗାମ ଛଡ଼ା କରିବା, ଅଶାନ୍ତିରେ ହିଁ ଜୀବନ କଟିବ। ତେଣୁ ମନ ଚାହେଁ, ଯଦି ମାଛ ମାଂସ ତା ପାଟିକୁ ଥରେ ଯାଇଛି, ଇନ୍ଦ୍ରିୟାସକ୍ତ ହୋଇ ସେ ବିଭିନ୍ନ ପ୍ରକାର ଇନ୍ଦ୍ରିୟାସକ୍ତ ଜିନିଷ ଖାଇବାକୁ ଇଚ୍ଛା କରେ। ତେଣୁ ବିଚାର କରି ଇନ୍ଦ୍ରିୟାସକ୍ତ ଜିନିଷଠାରୁ ଦୂରେଇ ରହି ଯଦି ମନକୁ ମାରି ଆପଣମାନେ ରହି ସଂଯମ ସହକାରେ ଭଗବାନଙ୍କୁ ପ୍ରାର୍ଥନା କରିବେ, ତେବେ ହୁଏତ ବୈକୁଣ୍ଠ ପ୍ରାପ୍ତି ଘଟିପାରେ। ଏହା ଗଲା ପାଣ୍ଡିତ୍ୟ ହିସାବର ଅର୍ଥ। ଆସନ୍ତୁ ଜାଣିବା ମନକୁ କାହିଁକି ଆମେ ଏତେ ଗୁରୁତ୍ୱ ଦେଉଛେ। ଭଗବାନ ଶ୍ରୀକୃଷ୍ଣ ଉଦ୍ଧବକୁ କହିଥିଲେ, ଆରେ ଉଦ୍ଧବ, ମନ ତ ହର ନିଜ ଗୁରୁ, ରେ ଉଦ୍ଧବ କେତେ ତୁ ପଚାରୁ। ଆପଣ ଜାଣିଥିବେ ସଂସ୍କୃତରେ ଗୁରୁ ବନ୍ଦନା ଅଛି। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ଏହି ବନ୍ଦନାରେ ଯେଉଁ 5 ଜଣ ଗୁରୁଙ୍କ କଥା କୁହାଯାଇଛି, ଗୁରୁ, ବ୍ରାହ୍ମଣ, ପିତାମାତା ଆଉ ଦେବତା, ଏ 5 ଜଣଙ୍କର ମଧ୍ୟ ଗୁରୁ ହେଉଛି ମନ। ଯଦି
ଏ ମନ ଗୁରୁ ଏ ଗୁରୁମାନଙ୍କର ଗୁରୁ ମନ ଗୁରୁ ଯଦି ଯାହାର ଲଗାମ ଛଡ଼ା ହେଲା ତେବେ ସିଏ ସୌମ୍ୟାଶ୍ରୀ କିମ୍ବା ବିଭିନ୍ନ ପ୍ରକାର ଅଘଟଣ ପାଇଁ ଦାୟୀ ହେବ। ତେଣୁ ମନର ଗୁରୁ ହେଉଛି ସର୍ବଶ୍ରେଷ୍ଠ। ତେଣୁ ମନ ଗୁରୁକୁ ସଂଯମ କରିବା ପାଇଁ ଗୁରୁର ଆବଶ୍ୟକତା ପଡ଼ିଥାଏ। ତେଣୁ ପାଣ୍ଡିତ୍ୟ ଭାବରେ ଏହାର ଏହି ଅର୍ଥ ଯାଉଛି। କିନ୍ତୁ ଗୁପ୍ତ ରହସ୍ୟ ଏହାର କ'ଣ? ଆସନ୍ତୁ ଜାଣିବା ସେଇ ଗୁପ୍ତ ରହସ୍ୟ ବିଷୟରେ। ଜୀବ ମାରି ଯେ ଜୀବ ପୁଷେ ସେ ଜୀବ ବୈକୁଣ୍ଠରେ ବସେ। ଆଚ୍ଛା, ବୈକୁଣ୍ଠରେ ବସେ। ଆମେ ବୈକୁଣ୍ଠକୁ ଦେଖିବା। ବୈକୁଣ୍ଠ ପ୍ରାପ୍ତି କେଉଁଠି ଘଟେ? ଗୋଟେ କବିତା ଲବା। ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ତହିଁ ଥାଏ ନିରନ୍ତର। ଯେଉଁ ପରିବାରରେ ପରସ୍ପର ସ୍ନେହ ମମତା ଥାଏ, ଶାନ୍ତି ଥାଏ, ସେଇଠି ବୈକୁଣ୍ଠ ପ୍ରାପ୍ତି ଘଟେ। ତେଣୁ ବୈକୁଣ୍ଠକୁ କବିତାରେ କୁହାଯାଉଛି ଯେ ବୈକୁଣ୍ଠ ପ୍ରାପ୍ତି ଏଠାରେ ଅଛି। ତେଣୁ ଏଠାରେ ଅଛି ମାନେ ଆମେ ଦେଖିବା ଯେ ଆମେ ତ ଦେଖିନେ ବୈକୁଣ୍ଠ ପ୍ରାପ୍ତି ପରେ କ'ଣ ହେବ। ପରକୁ ସବୁବେଳେ ଯିବା କଥା ନୁହେଁ। କାହିଁକି ନା ଆପଣମାନେ ଅତୀତକୁ ସଦାସର୍ବଦା ଛାଡ଼ି ଦିଅନ୍ତୁ। ଅତୀତରୁ ଯେଉଁ ଶିକ୍ଷା ପାଇଛନ୍ତି ତାକୁ ବର୍ତ୍ତମାନରେ ଲଗାନ୍ତୁ, କିନ୍ତୁ ଭବିଷ୍ୟତକୁ ଦେଖନ୍ତୁନି। କାହିଁକିନା ଭବିଷ୍ୟତକୁ ଯଦି ଦେଖିବେ ଆପଣଙ୍କ ମନରେ ଆଶା ସଞ୍ଚାର ହେବ। ସେଇ ଆଶା ବହୁତ ଖରାପ। ଗୌତମ ବୁଦ୍ଧ କହିନଥିଲେ ନା, ଦୁଃଖର କାରଣ ହେଉଛି କାମନା, କାମନାର ବିନାଶରେ ଦୁଃଖର ବିନାଶ, ନିର୍ମାଣ ପ୍ରାପ୍ତି। ଯଦି କାମନା ରହିବ, ଆଶା ରହିବ, ତେବେ ଶାନ୍ତି ଆସିପାରିବନି। ଆଉ ଯଦି ଶାନ୍ତି ନ ଆସିଲା ତାହେଲେ ବୈକୁଣ୍ଠ ପ୍ରାପ୍ତି ହେବ ନାହିଁ। ତେଣୁ ନିଜକୁ ସଦାସର୍ବଦା ଅର୍ଥାତ୍ ଏ ଜୀବ କିସ ନା, ଯଦି ସିଏ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି, ଅର୍ଥାତ୍ ବ୍ରହ୍ମ ଏକ, ସଂସାରରେ ଦ୍ୱିତୀୟ ବୋଲି କିଛି ନାହିଁ। ଆସନ୍ତୁ ଏଇ ବିଷୟରେ ଏକ କବିତା ଦେଖିବା। ସେ କବିତାଟି ହେଉଛି ଗଢ଼ୁଛି ଭାଙ୍ଗୁଛି କାମ ତ ସରୁନି, ବିନ୍ଧାଣି ଦେଖା ମିଳୁନି, ବିନ୍ଧାଣି ଖୋଜୁଛି ବିନ୍ଧାଣି କାହିଁ, ମୃଗ ମଧ୍ୟ କସ୍ତୁରୀ ଜାଣିପାରୁନି। ଏ ଗୀତର ଅର୍ଥକୁ ଆପଣମାନେ ନିଜ ଅର୍ଥ ନେବେ, କାହିଁକିନା ଭିଡ଼ିଓ ଲଙ୍ଗ ହେଇଯାଉଛି। ଆଚ୍ଛା, ଜାଣିବା। ତେଣୁ ଏକ ବ୍ରହ୍ମ, ଯିଏ ବ୍ରହ୍ମାଣ୍ଡକୁ ଯିଏ ଏକ ନଜରରେ ଦେଖେ, ସେଠି ତାର ପର ଆପଣା ବୋଲି କିଛି ରହିବ ନାହିଁ। ପର ଆପଣା ନ ରହିଲେ ସିଏ ନିଶ୍ଚିନ୍ତ ବୈକୁଣ୍ଠ ପ୍ରାପ୍ତି ତାର ହେବ। ଆସନ୍ତୁ ଆଉ ଗୋଟେ କଥା ଜାଣିବା। ମନୁଷ୍ୟ ପାଖରେ ହୁଏତ ଏ ଗୁଣ ଥାଇ ନପାରେ, କିନ୍ତୁ ପଶୁ ପାଖରେ ଅଛି। ପଶୁ ଧରାଯାଉ ମାଙ୍କଡ଼, କୁକୁର, ଯେତେ ଗାଈ ଗୋରୁ, ସେମାନେ ଦେଖନ୍ତିନି ଯେ ମୋ ମାଲିକର ଏଇଟା, କି ଏଇଟା ତାର, ସେଇଟା ତାର, ତା ବାଡ଼ିକି ଯିମିନି, ତା ଗଛ ଖାମିନି, ସେଇଟା ଜାଣିପାରନ୍ତିନି ସେମାନେ। ସେମାନଙ୍କ ପାଖରେ ଏ ପରଭେଦ ନାହିଁ। ତେଣୁ ସେମାନେ ମନୁଷ୍ୟଠାରୁ ବହୁତ ଅଲଗା ଏବଂ ବହୁତ ଭଲ। ତେଣୁ ଏଇ ଜୀବମାନଙ୍କ ପ୍ରତି କିଛି ଶିଖ, ତାଙ୍କୁ ଭଲ ପାଅ। ତେଣୁ ସେଇ ଜୀବମାନଙ୍କ ଉଦ୍ଦେଶ୍ୟରେ ମୁଁ ଗୋଟେ କବିତା ଆପଣମାନଙ୍କୁ ଶୁଣାଇବି। ସେଇ କବିତାର ଅର୍ଥ ଯାହା ହେଉନା କାହିଁକି ଆପଣମାନେ ତା ବିଚାରକୁ ନେବେ, କିନ୍ତୁ ସେ କବିତାର ଯେଉଁ ମୁଖ୍ୟ ଭୂମିକାରେ ଅଛନ୍ତି, ଆମେ କୁକୁରକୁ ନେଇଛୁ। କାହିଁକିନା କୁକୁରକୁ ଆପଣମାନେ ଗୋଟେ ହୀନ ନଜରରେ ଦେଖନ୍ତି ତ। ତେଣୁ କୁକୁରକୁ ହୀନ ନଜରରେ ଦେଖିବା କଥା ନାହିଁ। କାହିଁକିନା ସେଇ କୁକୁର କାହା ଘରେ ପଲଙ୍କରେ ଶୋଉଛି ତ, ସେଇ କୁକୁର ବୁଲା କୁକୁର ହୋଇ କାହାଠାରୁ ମାଡ଼ ଖାଉଛି। ତେଣୁ ସେଇ ବିଷୟରେ ଏକ ସୁନ୍ଦର କବିତା। ଗୋଟିଏ ମା ପେଟରୁ ଜନ୍ମ ହୋଇ କିଏ ମାଡ଼ ଖାଉଛି ଆଉ କିଏ ପଲଙ୍କରେ ଶୋଉଛି। ଆସନ୍ତୁ ଏଇ କବିତାଟିକୁ ଦେଖିବା। ଦୁଇଟି ସନ୍ତାନ ଆମେ ଗୋଟିଏ ମାର, ଦୁଇଟି ଶାଖା ଆମେ ଗୋଟିଏ ଗଛର, ମୁଁ ବଣ ମଲ୍ଲି ତୁ ଦେବ ମଥାର, ମୁଁ ପଚା ଫଳ ତୁ ପୂଜା ସମ୍ଭାର, ତୋ ଆଖି ହସ ହସ ମୋର ଲୁହ ସାଗର, ସବୁ ଖେଳ ପରା ଭାଗ୍ୟ ଭୋଗର, ତୋ ପାଖେ ଆଲୁଅ ମୋ ପାଖେ ଅନ୍ଧାର, ତୁ ସୌଦାଗର ମୁଁ ବୁଲା କୁକୁର, ହେ ଠାକୁର ବିଚିତ୍ର ବିନ୍ଧାଣି ତୁ ଦୁନିଆର, ତୁ ଚାଲିଲେ ପଦ୍ମ ଫୁଟେ, ମୁଁ ଚାଲିଲେ ଦୁନିଆ ରୁଠେ,
ତୋ ବେକରେ ସୁନା କଙ୍କଣ, ମୋ ବେକ ଡାକେ ମରଣ। ତୋ ପିଠିରେ ଆଉଁସା ପଡ଼େ, ମୋ ପିଠିରେ ମାଡ଼ ଗଡ଼େ। ତୁ ଶୋଉଛୁ କୋଠା ଘରେ, ଜାଗା ନାହିଁ ମୋତେ ସଂସାରେ। ତୁ ଖାଉଛୁ ହରି ପୁରୀ, ଭୋକରେ ମୁଁ ଯାଏ ମରି। ତୋ ଜନ୍ମରେ ଯାହା ଥିଲା, ମୋ ଜନ୍ମରେ ତାହା ଥିଲା। ରଙ୍ଗ ପାଇଁ ତୁ ସୌଦାଗର, ମୁଁ ସାଜିଲି ବୁଲା କୁକୁର। ହେ ଠାକୁର ବିଚିତ୍ର ବିନ୍ଧାଣି ତୁ ଦୁନିଆର। ପୁନର୍ଜନ୍ମ କର୍ମ ଫଳ ମନେ ପଡ଼ୁନି, ଏ ଜନ୍ମର ଦୁଃଖ ଦେଲା ଯାହା ବିନ୍ଧାଣି। ଭୋଗିବାକୁ ଅଛି ମୋତେ ଅନେକ ଦୁଃଖ, ଖୋଜିଲେ ମିଳିବ କାହୁଁ ଭାଗ୍ୟରେ ସୁଖ। ବୋଧେ ସୁଖିଥିଲି ମୁହିଁ ଆର ଜନ୍ମରେ, ସେଥିପାଇଁ ଦୁଃଖ ଭୋଗେ ଏ ଜନ୍ମରେ। ପାଶୁରା ମନ ପାଶୋରି ଯାଇ, ଦୋଷ ଦିଅଇ ଭାଗ୍ୟର। ହେ ଠାକୁର ବିଚିତ୍ର ବିନ୍ଧାଣି ତୁ ଦୁନିଆର। ବୁଲା କୁକୁର ବୋଲି ମୋ ମନରେ ନାହିଁ ଟିକିଏ ଦୁଃଖ। ସୁନାର ଶିକୁଳି ବେକରେ ନାହିଁ, ଖୋଲା ଅଛି ସମ୍ମୁଖ। ସ୍ୱାଧୀନ ହୋଇ ବୁଲୁଛି ମୁହିଁ, ଜଗୁନି କାହା ଘର। ବୁଲା କୁକୁର ହୋଇ ମରିବି, ହେବିନି ମୁଁ ସୌଦାଗର। ଦେଇଛୁ ଦୁଃଖ ବୋଲି ମୁଁ ତତେ, ଖୋଜୁଛି ମନେ ମନେ। ନିଜର ଭାବି ଦୁଃଖ କହିବାକୁ, ମନ କାହିଁକି ଟାଣେ। ଭରସା ନାହିଁ ଆଶାକୁ ମୋର, କରୁ ତୁ ଚୁରୁମାର। ହେ ଠାକୁର ବିଚିତ୍ର ବିନ୍ଧାଣି ତୁ ଦୁନିଆର। କି ଲେଖିଛି ଭାଗ୍ୟ ମୋର ଜାଣେନି ମୁହିଁ, ଗୁଣ୍ଡିଚା ଜାତ ପାଇଁ ଆଶା କରଇ। ସେ ଜାତରେ ଚକ ନେଇ ନେ ଗଡ଼ାଇ, ବୁଲା କୁକୁର ମୁଁ ଯିବି ଓଭେଇ। ଭାଗ୍ୟ ଥିଲେ କୃପା ହେବ ନିଶ୍ଚୟ ତୋହର। ହେ ଠାକୁର ବିଚିତ୍ର ବିନ୍ଧାଣି ମୁଁ ତୁ ଏ ଦୁନିଆର।